ଭିତରେ ଗୋଟେ ଭଲ ଜିନିଷ କ'ଣ ହେଇଛି କାରଣ ବାବା ସାହେବ ଆମ୍ବେଦକରଙ୍କର ମାନେ ମନେ ରଖିବା ପାଇଁ ତାଙ୍କର ଗୋଟେ ଛୋଟିଆ ଘରଟା ତାଙ୍କର ସବୁ ସ୍ମୃତିକୁ ରଖାଯାଇଛି। ତାଙ୍କ ଜୀବନ କାହାଣୀ ବିଷୟରେ ବର୍ଣ୍ଣନା କରାଯାଇଛି। ଆପଣ ଦେଖନ୍ତୁ ଏଇଠି ପ୍ରଥମେ ତାଙ୍କର ଏଇଠି ଲେଖା ହେଲା କି 1891 ମସିହାରେ ସେ ଜନ୍ମ କରିଥିଲେ। ମାନେ ଏଇଠି ଟୋଟାଲ୍ କମ୍ପ୍ଲିଟ୍ ତାଙ୍କର ଏଇଠି ଲେଖା ହେଇଛି। ତାପରେ 1906 ମସିହାରେ ସେ ବିବାହ କରିଥିଲେ। 1917 ମସିହାରେ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ PhD ଡିଗ୍ରୀ ହାସଲ କରିଥିଲେ କଲମ୍ବିଆ ୟୁନିଭର୍ସିଟି। 1920 ମସିହାରେ ସେ ସାପ୍ତାହିକ ମୁକନାୟକ ପ୍ରକାଶନ ଆରମ୍ଭ। ଦେନ୍ 1923 ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି କରିଥିଲେ। ଏମିତି ଡିଟେଲ୍ ତାଙ୍କର ଟୁଇଟେଡ଼ ଲେଖା ହେଇଛି। ତାଙ୍କ ଜୀବନ କାଳ ଭିତରେ ତାଙ୍କ ଜନ୍ମଠାରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ କ'ଣ କ'ଣ ସେ କରିଥିଲେ ତା ସବୁ ଜିନିଷ ଲେଖା ହେଇଛି ଏଠି। ଆଉ ଏପଟେ ତାଙ୍କର ସେ କେଉଁ ଚେୟାରରେ ବସୁଥିଲେ ତାର ଫୁଟେଜ୍, କେଉଁ ଚପଲ ପିନ୍ଧୁଥିଲେ, କ'ଣ କେମିତି ତାଙ୍କର ଥିଲା ଲାଇଫ୍ ଷ୍ଟାଇଲ୍, ଏସବୁ ଜିନିଷ ଏଇଟାରେ ମେନସନ୍ କରାହେଇଛି। ଆଚ୍ଛା, ଏଠି ଗୋଟେ ମେନ୍ ତ ଲେଖା ହେଇଛି କି ଶିକ୍ଷିତ ହୁଅ, ସଂଘର୍ଷ କର, ସଂଗଠିତ। ଯେଉଁଟା ମୁଁ ସବୁବେଳେ ପାଇଁ ମୋ ପଡ଼କାଷ୍ଟରେ କୁହେ, ଶିକ୍ଷିତ ହୁଅ, ସଂଘର୍ଷ କର ଆଣ୍ଡ ସଂଗଠିତ ରୁହ, ଲାଇକ୍ ୟୁନିଟି। ୱି ନିଡ୍ ଟୁ ମେଣ୍ଟେନ୍ ଦ ୟୁନିଟି ଅଫ୍ ଓଡ଼ିଆ। ଏଇଟା ସବୁବେଳେ ପାଇଁ କୁହେ।